ତ ପିଲେ ମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଆଲୋଚନା କରୁଥିଲେ, ଶିବ ବାବୁ କହୁଛନ୍ତି ଯେତେ ପାରିବେ ମିଳାମିଶା ଗପସପ କରିବାକୁ ପଡିବ। ଆପଣ ପ୍ରତିଦିନ ବା ଯଦି କହିବା ପ୍ରତିଦିନ ଘଣ୍ଟାଏ ଲେଖାଏଁ ଅନ୍ୟ କୌଣସି ମହିଳା ସଙ୍ଗରେ ଆପଣ ମିଳାମିଶା କରିବେ। ଆଉ କଣ ନା ତାଙ୍କ ସାଙ୍ଗରେ ଟିକେ ଗପ ସପ କରିବେ। ଦେଖ ପିଲେ ତମ ମାନଙ୍କର 180 ପେଜ କୁ ଗପସପ କରିବେ, ତାହେଲେ ଆପଣ ସାମାଜିକ ସୋସିଏବଲ ହୋଇପାରିବେ। ଦେନ୍ ବ୍ରଜବାବୁ କହିଲେ ଅନ୍ୟ ମହିଳାଙ୍କ ସହିତ ଶିବୁ ବାବୁ କହିଲେ ହଁ। ଦେନ୍ ବ୍ରଜବାବୁ କହିଲେ, ବ୍ରଜବାବୁ କହୁଛନ୍ତି ଦେଖ ମୁଁ ଏବେ ସେମିତି ମହିଳାଟିଏ କେଉଁଠି ପାଇବି? ଶିବ ବାବୁ ହସିଲେ। ଆପଣ ସେଥିପାଇଁ ବ୍ୟସ୍ତ ହବାକୁ ପଡିବନି। ଆମେ ତାର ବ୍ୟବସ୍ଥା କରିଦବୁ। ଆମେ ଗୋଟିଏ ଡୋମେଷ୍ଟିକ रिहैबिलिटेशन सोसाइटी डोमेस्टिक रिहैबिलिटेशन सोसाइटी अर्थात पारिवारिक थईथान समिति ଅଛି। रिहैबिलिटी देखो बिले रिहैबिलिटेशन बुझिपाइला माने थईथान बुझिपाइला। रिहैबिलिटेशन कहले थईथान माने थईथान डोमेस्टिक कहले पारिवारिक सोसाइटी बा समाज अछि। आमे थईथान କରୁଛୁ ଏଠି କଣ ରିଫ୍ୟୁଜ ରିହାବିଲିଟେସନ ଭଳି ରଜକୁ କହୁଛନ୍ତି। ରଜକୁ କହିଲେ କଣ ରିଫ୍ୟୁଜ ରିହାବିଲିଟେସନ ଭଳି ରିଫ୍ୟୁଜ ରିହାବିଲିଟେସନ ଭଳି ରଜକୁ କହିଲେ କଣ ଶରଣାର୍ଥ ମାନଙ୍କୁ ଥଇଥାନ କଲା ଭଳି କଣ ଏଠି ଅଛନ୍ତି ମହିଳା ମାନେ? ଦେନ ଶିବ ବାବୁ କହିଲେ ଅତ୍ୟାଚାରିତ ସ୍ୱାମୀ ମାନଙ୍କୁ ପରିବାରରେ ଶାନ୍ତି ଶୃଙ୍ଖଳା ଆଣିବା ଦିଗରେ ଏହି ସମିତି କାର୍ଯ୍ୟ କରେ। ଏଥିରେ ବହୁ ଭଦ୍ର ମହିଳା ସଭ୍ୟ ଅଛନ୍ତି। ଯେଉଁ ସ୍ୱାମୀ ମାନେ ଅତ୍ୟାଚାରିତ ସେଇମାନଙ୍କୁ ସାମାଜିକ କରିବା ପାଇଁ ଏମାନେ ସାହାଯ୍ୟ କରନ୍ତି। ସେମାନଙ୍କର ଚିତାକର୍ଷକ ବ୍ୟବହାର ଦ୍ଵାରା ତାଙ୍କୁ ମୁଗ୍ଧ କରନ୍ତି। ବୁଝିପାରିଲା? ତେଣୁ ସେ ବୁଝାଇ ଦେଇଛନ୍ତି ଯେ ଆମର ଗୋଟିଏ କଣ ଅଛି ଡୋମେଷ୍ଟିକ ରିହାବିଲିଟେସନ ବୁଝିପାରିଲା ଡୋମେଷ୍ଟିକ ରିହାବିଲିଟେସନ ସୋସାଇଟି ଅଛି। ଆମେ ଏଠି ଥଇଥାନ କରୁଛୁ ଏବଂ ଆମ ପାଖରେ ଯୋଉ ମହିଳା ମାନେ ଅଛନ୍ତି ଯୋଉ ଭଦ୍ର ମହିଳା ଏଇଠି ଅଛନ୍ତି ଏଠାରେ ସଭ୍ୟ ଅଛନ୍ତି ସେମାନେ କଣ କରିବେ ଯୋଉ ଅତ୍ୟାଚାରିତ ସ୍ୱାମୀ ମାନଙ୍କୁ ସାମାଜିକ କରିବା ପାଇଁ ସେମାନେ ସାହାଯ୍ୟ କରିବେ। ସେମାନଙ୍କ ଚିତାକର୍ଷକ ଆକର୍ଷଣ କରି ତାଙ୍କ ଚିତାକର୍ଷକ ବ୍ୟବହାର ଦ୍ଵାରା ସେମାନଙ୍କୁ ସବୁ କଣ କରିବେ ମୁଗ୍ଧ କରିବେ। ବୁଝିପାରିଲା? ବ୍ରଜବାବୁ କହିଲେ କିନ୍ତୁ ଅତ୍ୟାଚାରିତ ସ୍ୱାମୀ ମାନଙ୍କୁ ଚିତାକର୍ଷକ କଲା ପରେ ଯଦି ସତକୁ ସତ ସେମାନଙ୍କୁ ସଶରୀରେ ଆକର୍ଷଣ କରନ୍ତି ମାନେ ବ୍ରଜବାବୁ ପଚାରୁଛନ୍ତି ସନ୍ଦେହ କରିକି ଶିବ କହିଲେ ସେମାନେ ସିନା ଅତ୍ୟାଚାରିତ ସ୍ୱାମୀ ମାନଙ୍କର ଚିତାକର୍ଷକ କରିବେ ମନକୁ ଆକର୍ଷଣ କରିବେ ମନରୁ ଦେହକୁ ଆକର୍ଷଣ ଯଦି ପଳେଇବେ ମନକୁ ଆକର୍ଷଣ କରି ବୁଝିପାରିଲା ମନକୁ ଆକର୍ଷଣ କରିବେ ମନର ଦେହକୁ ପଳେଇବେ ମନକୁ ଆକର୍ଷଣ କରୁ କରୁ ଯଦି ଶରୀର ଆକର୍ଷଣ କରନ୍ତି ଦେନ୍ ଶିବ ବାବୁ କହିଲେ ସେ ଭୟ କରନ୍ତୁନି ଆଜ୍ଞା ଅତି ବିଶିଷ୍ଟ ଭଦ୍ର ମହିଳା ସମାଜରେ ପାରିବାରିକ ସୁସ୍ଥତା ଓ ସୁଖ ଫେରେଇ ଆଣିବାରେ ଦିଗରେ ବ୍ରତୀ ହୋଇ ଏ କାର୍ଯ୍ୟ କରୁଛନ୍ତି। ତାହେଲେ ଏଠି ବୁଝେଇ ଦଉଛନ୍ତି ଯେ ଆପଣ ବେଶୀ ଡରନ୍ତୁନି ଆଜ୍ଞା ଭୟ କରନ୍ତୁନି ଆଜ୍ଞା ବିଶିଷ୍ଟ ଭଦ୍ର ମହିଳା ସବୁ ଅଛନ୍ତି ଆପଣଙ୍କ ମନକୁ ସେ ଆକର୍ଷଣ କରିବେ। ବୁଝିପାରିଲା? ଆପଣଙ୍କ ଶରୀରରେ ଆକର୍ଷଣ କରିବେ ନାହିଁ ଏବଂ ସେମାନେ ଏଠି କାହିଁକି କାମ କରୁଛନ୍ତି ନା ଏ ସମାଜରେ
ପାରିବାରିକ ସୁସ୍ଥତା ଆଣିବେ, ପରିବାର ଭିତରେ ସୁସ୍ଥତା ଆଣିବେ ଏବଂ ପରିବାର ସୁଖ ଫେରେଇ ଆଣିବା ଦିଗରେ ସେମାନେ ବ୍ରତୀ ହୋଇ ବ୍ରତ କରିଛନ୍ତି, ତେଣୁ ଏଠି କାମ କରୁଛନ୍ତି। ବ୍ରଜବାବୁ କହିଲେ ବେଶ ମତେ ଦେବେ ସାମାଜିକ କରିବାକୁ ଟିକେ ଚେଷ୍ଟା କରନ୍ତୁ ଟିକେ। ଦେନ୍ ବ୍ରଜବାବୁ କହିଲେ ମୁଣ୍ଡେ ଉଠେଇକି ବ୍ରଜବାବୁ ମୁଣ୍ଡ ଉଠେଇକି ଆପଣ ସନ୍ଧ୍ୟାବେଳେ ଆସନ୍ତୁ କହିଲେ। ମୁଣ୍ଡ ଉଠେଇକିନା ଶିବ ବାବୁ କହିଲେ ଆପଣ ସନ୍ଧ୍ୟାବେଳେ ଆସନ୍ତୁ, ସବୁ ବ୍ୟବସ୍ଥା କରି ଦିଆଯିବ। ଏଇ ନିଅନ୍ତୁ ରସିଦଟା। ମୁଣ୍ଡ ଉଠେଇକି ତାଙ୍କୁ ରସିଦଟା ଦେଲେ। ବ୍ରଜବାବୁ ରସିଦଟା ନେଲେ। ହଉ ଯାଉଛି, ସନ୍ଧ୍ୟାରେ ଆସିବି ବ୍ରଜବାବୁ କହିଲେ। ଦେନ୍ ପ୍ରଶ୍ନ କଲା ବେଳେ ସେ କାହାକୁ ଭେଟିଛନ୍ତି? ଆଉ ଜଣେ ଅତ୍ୟାଚାରିତ ସ୍ୱାମୀ। ବୁଝିପାରିଲା? ବୁଝିପାରିଲା? ଆଉ ଜଣେ ଅତ୍ୟାଚାରିତ ସ୍ୱାମୀ, ତା ମାନେ କଣ? ଅନାଦି ବାବୁ। ଅନାଦି ବାବୁଙ୍କୁ ସେ ଭେଟିଛନ୍ତି। ତାଙ୍କ ସାଙ୍ଗରେ ଭେଟି ସବୁ କଣ କହୁଛନ୍ତି? ଇଏ ସବୁ ସ୍ତ୍ରୀଙ୍କ ଦ୍ଵାରା ଅତ୍ୟାଚାରିତ, ସ୍ତ୍ରୀଙ୍କ ସମୟ ନ ଦେଇ ପାରିବାରୁ ସ୍ତ୍ରୀଙ୍କ ଉପରେ ଅତ୍ୟାଚାର କରିଛି। ପରନ୍ତୁ ଏଠି ହେଇଛି ଓଲଟା। ଏଠି କଣ ହେଇଛି? ଅନାଦି ବାବୁ ବହୁତ ସମୟ ଦେବାରୁ ଓଲଟା ହେଇଯାଇଛି। ସ୍ତ୍ରୀ ପୁଣି ସ୍ୱେଚ୍ଛାଚାରୀ ହେଇଯାଇଛନ୍ତି। କେମିତି ହେଇଛନ୍ତି ଆଲୋଚନା କରିବା ପରବର୍ତ୍ତୀ ଅଧ୍ୟାୟରେ। ତାହେଲେ ପିଲେ ଆଜି ପାଇଁ ବେଶ ଏତିକି।